हाँ कौन हला ଆଉ ଇଏ ସୁଭଦ୍ରା ଯୋଜନା କଣ କେମିତି କରୁଛନ୍ତି? बोले भाई सुभद्रा योजना ना कि ये कौन राति दिन तो मुझे जेतेବେଳେ गला बेलू आमर ये मो सेवा केन्द्र कौन दिन साइट खोलुनी कौन ଆଜ୍ଞା। राति 12टार साइट खोलुची राति 12टार साइट खोलने कौ लोकटा बाहर राति 12टा पर्यंत रही पकई पार ये योजना खाली ना को करुँच आम योजना लोक को दमु देखला बेलू लोक तो पकई पारे राति अनिद्रा रही कौटी मो सेवा केन्द्र स्त्री टाक धरिक रहा राति फेरला बेलू कौटी बलात्कार हम कौन हम सरकार या कर दिन खोलुने दिन साइट खोलने सब पकईदे तेणुक राति किए रोटे स्त्री लोक धरिकी मो सेवा केन्द्र आम ये फर्म पकेबू ए सरकार नदवा ये सब योजना बाहर कर केतेटा फर्म एपर्यंत सक्सेस है कहीं तो आम जापारनु ଏଇ ଯୋଉଟା କହୁଛନ୍ତି ସେଇଟା ଓଡିଶା ପରିପ୍ରେକ୍ଷୀରେ ସେଇଟା ଦେଖିବାକୁ ମିଳୁଛି ନିହାତି ନିହାତି ଆପଣ ଅପ୍ରିୟ ସତ୍ୟ କଥା କହୁଛନ୍ତି କିନ୍ତୁ ଶୁଣନ୍ତୁ ଆପଣ ଦେଖନ୍ତୁ 35 ଟଙ୍କା ଭତ୍ତା ଦେମି 80 ବର୍ଷ ମୁଁ ତ ଖୋଜି ଖୋଜି ପାଉନି 80 ବର୍ଷ ବାଲା ସେ ପାଇଲେନି ଏକରେ ଯେତିକି ଯୋଉ 5-10 ଜଣ ଅଛନ୍ତି ପାଇଲେ ପୁଣି ସୁଭଦ୍ରା ଯୋଜନା ଦମୁ ଯେ ରାତି 12ଟାରେ ଫର୍ମ ପକେଇବ ଇଏ କଣ ଇଏ କି ପରିବର୍ତ୍ତନ ମୁଁ କିଛି ଜାଣିପାରୁନାହିଁ ଏଟା କଣ ଇଏ ସରକାର କଣ ଏମିତି କରନ୍ତି ନ ଦେବା ପାଇଁ ଏସବୁ କଣ ସାଇଟ୍ ରେ କଣ ହେଇଛି ସାଇଟ୍ ଟା କଣ ଚାବି ପଡି ଯାଇଛି ବୋଧେ ଜଣା ପଡୁଛି ସେ ଯୋଉ ଚାବି ପଡି ଯାଇଛି ଦିନରେ ଖୋଲୁନାହିଁ ସେ ଚାବିଟା ବୋଧେ ପାଣ୍ଡୁ ନେଇଯାଇଛି ସେ ରାତିରେ ଦଉଛି ରାତି 12ଟା ବେଳେ ଚାବି ଦଉଛି ଇଏ ଖୋଲି କରୁଛନ୍ତି କଥା ନୁହେଁ ଏଇ ଯୋଉଟା କହୁଛ ଅପ୍ରିୟ ସତ୍ୟ କଥା କହୁଛ ବର୍ତ୍ତମାନ ଖରା ତରା ଯୋଉ ଛିଡା ହେଇକି ଲୋକ ଗୁଡିକ ଯୋଉ ହଇରାଣ ହଉଛନ୍ତି ମୁଁ ପଇସାଟେ ଉଠେଇବି ବୋଲିକି ଆମ ଝିଅଟିର କରିଥିଲି ଇଏ ହଉଛି ଏ ଜନସେବା କେନ୍ଦ୍ରରେ ତା ଆକାଉଣ୍ଟ ଟା କରିଥିଲି ମୁଁ 3 ଦିନ ହେଲା ଗଲିଣି ସେ ପଇସା ଉଠେଇ ପାରୁନାହିଁ ଘଣ୍ଟା ଘଣ୍ଟା ଧରି ବସି ବିରକ୍ତ ହେଇକି ପଳେଇ ଆସୁଛି ତାମାନେ ଯୋଉଠିକି ଗଲା ବେଳକୁ ଯାତ୍ରା ଭଳିଆ ଲୋକ ଆଜି ସିନା ଏଇଠି ଆମରି ଏଇ କୋରେଇରେ ମୁଁ 2-3ଟା ଜାଗା ଦେଖିଲି ଯାତ୍ରା ଭଳିଆ ଲୋକ ଓଡିଶାରେ ଏମିତି କେତେ ମା ମାନେ ହଇରାଣ ହଉଥିବେ ମାନେ ନାହିଁ ନଥିବାର ଦେଖିଲେ ହଉଛି ଦେହ ସହିବନି ଏ ଖରା ତରାରେ ଛିଡା ହଉଛନ୍ତି ଏଟା ନିହାତି ନା ଇଏ ସବୁ ଶୁଣ ସରକାର ପଇସା 5,000 ଦବ ବୋଲି 6 ମାସରେ 5,000 ଦବ ବୋଲି ଏ ଲୋକ ରାସ୍ତାଘାଟରେ ପଡିକି ମରିଯାଆନ୍ତୁ ଏ ଖରାରେ ରହିକି ଠିଆ ହେଇକି ଲାଇନ ଲଗେଇକି ନିଜ ଆଧାର ଲିଙ୍କ କରିବେ ପୁଣି ରାତି 12ଟାରେ ଫର୍ମ ପକେଇବେ ଏ କଣ ଇଏ ପରିବର୍ତ୍ତନ ହଉଛି ଏରା ସବୁ କଣ ଏମିତି ହୁଏ ନଦବା କଥା ଯଦି ନଦବା କଥା କ୍ଲିୟର ନା ଆମେ ଦମୁନୁ ଏତିକି ଲୋକଙ୍କୁ ଦମୁ ନା ସମସ୍ତେ ପକ ରାତି 12ଟା ବେଳେ ପକ ରାତି 12ଟାରେ ଚାବି ଖୋଲିବ ସେ ନେଟ କୁଆଡୁ କି ନେଟ ସେ ବ୍ୟବହାର କରୁଛନ୍ତି ଆମେ ବି ଜାଣିପାରୁନୁ ସବୁ ସାଇଟ ଗୁଡା ଦିନରେ ଖୋଲା ହଉଛି କେବଳ ସୁଭଦ୍ରା ଯୋଜନା ସାଇଟ ଟା ଦିନରେ ବନ୍ଦ ରାତିରେ ଖୋଲା ଆରେ ସବୁ ସାଇଟ ତ ଖୋଲା ହଉଛି ଦିନରେ କାମ ହଉଛି ବ୍ୟାଙ୍କ କତରୁ ବ୍ଲକ କତରୁ ସବୁ ଇଏର ସାଇଟ ଖୋଲା ହଉଛି ଦିନରେ ଆଉ ସୁଭଦ୍ରା ଯୋଜନା ଟା କାହିଁକି ଦିନରେ ଖୋଲିବନି ଏଇଟା ନଦବା ପାଇଁ ଇଏ ସବୁ ଚକ୍ରାନ୍ତ ଦିନରେ ତ ଚାଲିବନି ସମସ୍ତେ ପକେଇଦେବେ ରାତି 12ଟା ବେଳେ କିଏ ଯିବ ରାତି 12ଟାରେ ଯାଇକି କିଏ ଫର୍ମ ପକେଇବ ଗୋଟେ ଜନସେବା କେନ୍ଦ୍ର ରହିକି 12ଟା ବେଳେ ସେ ଚାବି ଖୋଲିବ କେଇଟା ଲୋକ ଖୋଲିବେ କେଇଟା ଲୋକ ଯାଇକି ରାତି 12ଟା ବେଳେ ପକେଇ ପାରିବେ ଏଇଟା ସବୁ ସରକାର ଲୋକ ଏଇଗୁଡାକୁ ସବୁ ଭକୁଆ ବନେଇ ଦେଇଛି ବର୍ତ୍ତମାନ ତମେ ଦେଖୁନ ଦିନରେ ସବୁ ଇଣ୍ଟରନେଟ ଚାଲୁଛି ନା ଚାଲୁନି ବ୍ୟାଙ୍କ କତରୁ ଆରମ୍ଭ କରି ତମେ ବ୍ଲକ ପ୍ରଶାସନ ଜିଲ୍ଲା ପ୍ରଶାସନ ସବୁଠି ଇଣ୍ଟରନେଟ ଚାଲୁଛି ନା ଚାଲୁନି ସବୁ ସାଇଟ ଖୋଲୁଛି ନା ଖୋଲୁନି ଖୋଲୁଛି ଆଉ ସୁଭଦ୍ରା ଯୋଜନା ଟା କାହିଁ ଖୋଲୁନି ଏଟା କି ଚାବି ପକେଇଛନ୍ତି କି ସେ ମୁଁ ଭାବୁଛି ଏଟା ବୋଧେ ସେ ପାଣ୍ଡୁ ନେଇକି ପଳେଇଛି ବୋଧେ ଦିନରେ ନେଇଯାଉଛି ସେ ଚାବିଟାକୁ ରାତିରେ ଦଉଛି ଆକୁ ଏ ଚାବିଟା ହଉଛି ଟେକ୍ନିକାଲ ଚାବି ପଡୁଛି ସେ ଟେକ୍ନିକାଲ ଚାବି ତ ଆଙ୍କ ପାଖରେ ନାହିଁ କି ତାଙ୍କର ସେ ଦିଲ୍ଲୀରୁ ସେ ଚାବିଟା ଖୋଲୁଛି ଏକାଛେକେ ନାଇଁ ସେଟା ଡେରି ହଉଛି ବୋଲି କି ସେଥିପାଇଁ ସେମାନେ ଅନଲିମିଟେଡ ଟାଇମ ରଖିଛନ୍ତି ଆର ସେମିତି ଟାଇମ ରଖିନାହାନ୍ତି ଜାଣିଲେ କି ନା ଅନଲିମିଟେଡ ଟାଇମ ସେ କଥା ପଡିନାହିଁ ଯୋଉ କହିଲେ 17 ତାରିଖ ଦେବେ ଯୋଜନାର ପ୍ରଥମ କିସ୍ତି ଦେବେ ଲୋକ ତ ବର୍ତ୍ତମାନ ସବୁ ପ୍ରଥମ କିସ୍ତି ନବା ପାଇଁ ସବୁ ତରବରିଆ ହଉଛନ୍ତି ସେ ଚାବିଟାକୁ ପକେଇଦେବେ ସିଏ ଦିନରେ ଚାବିଟାକୁ ପକେଇ ଦଉଛନ୍ତି ଲୋକ ଯେତେ ଭେରା କାଟିକି ବୁଲିଲେ କଣ ହବ ଚାବି ପଡିছে ଭିତରୁ ଯାଇପାରିବନି ସେ 17 ତାରିଖ ସେଇଟା ବି ଗୋଟେ ଭଲ କଥା କହିଲ 17 ତାରିଖ ପ୍ରଥମ ପେମେଣ୍ଟ ନବା ପାଇଁ ଲୋକ ବାଇଆ ହେଇକି ଖାଲି ଇଆଡେ ସିଆଡେ ହଉଛନ୍ତି ଇଏ ଇଆଡେ ସିଆଡେ ହବାକୁ ସିଏ ଚାବି ପକେଇ ରଖିଦେଇଛନ୍ତି ଦିନରେ ଚାବି ରାତିରେ ଖୋଲା
କଣ ମୁଁ କିଛି ଜାଣିପାରୁନାହିଁ। ରାତିରେ ଖୋଲା ହବ ଦିନରେ ବନ୍ଦ। ଆଁ? ନାଇଁ ନାଇଁ ଥାଉ ଏମିତି କିଛି କୁହନି। ସେମାନେ ତାଙ୍କର ସେ ଯୋଉଟା କହିଲେ ଏଟା ଏଇ ଯୋଉ 17 ତାରିଖ ଦେବା ପାଇଁ ଯୋଉଟା ହେଇଛି। ହଁ ଲୋକ ଲୋକ ବାଇଆ ହଉଛନ୍ତି 17 ତାରିଖ ପ୍ରଥମ କିସ୍ତି ନେବେ ପାଇଁ। ଇଏ ଦେଖୁଛନ୍ତି କାଳେ ସବୁ ନେଇଯିବେ କି ଏଥିରେ, ସେ ଚାବିଟା ପକେଇ ଦେଇଛନ୍ତି ଦିନରେ ହବନି। ଦିନରେ ନହେଲେ ତ ରାତିରେ କେଇଟା ଲୋକ ପକେଇବେ, ଦି ଚାରିଟା ଲୋକ ପଡିବ, ସକ୍ସେସ ହବ 2-4 ଜଣଙ୍କର, ସଇଲା। ଏମିତି 17 ତାରିଖ ହିସାବ କଲେ ଯଦି 10-25 ହଜାର ଲୋକ ପାଇବେ। ହଉ ଥାଉ ରଖ।